200 ନାକି ଚାନ୍ଦା ପକେଇଲେ ଆମ ଢେରେ ପ୍ରଶାସନ ଆମର ବନ୍ଦ କଥା କଣ ପ୍ରଶାସନ ବନ୍ଦ କଥା ଆମେ ମଦ ଖାଇ ଗଡିଆ ନେଇ କି ଆମକୁ କିଏ ବୋଧେ କହିବା କଥାଟା ବୁଝୁଛନ୍ତି ଆମେ ମୁଁ ଯାହା କହୁଛି ସମସ୍ତେ ପଇସା ଦବା ସମସ୍ତେ ପ୍ରଶାସନରେ ଯିବା ଯେ ବାଟରେ ଲାଇନ ନେଇକି ଯେ ମଦ ଖାଇକି ରୋଲ କରିବ ତା କଥା କଣ ହବ ସାନ ମୁଁ କଣ କହୁଛି ଗାଁରୁ ପାଡ଼ା ଗଲେ ଶୁଭେଚ୍ଛା ନହେଲେ ଆଉ କେମିତି ହବ ଆମେ ପ୍ରଶାସନ ଆମ ସାଇ ପିଲା ଭଲ ନାହାନ୍ତି ମଦ ଖାଇକି ରୋଲ କରି କାହାକୁ ବାଡେଇବେ ଆମେ ପ୍ରଶାସନ ମୁଁ ଗୋଟେ ଛୋଟ କଥା ପ୍ରଶାସନ କରିବେ ନା କରିବେନି କେତେଜଣ ରାଜି କେତେଜଣ ରାଜି ନୁହଁ ପ୍ରଶାସନ ବୁଝିପାରିବୁ କି କଥାଟା ଶୁଣି ସାରା ମୁଁ ପୂଜା କରିବା ବୋଲି କେତେଜଣ ରାଜି ପୂଜା କରିବା ସମସ୍ତେ ରାଜି ପୂଜା କରିବା ସମସ୍ତେ କିଏ କିଏ ରାଜି ହାତ ଦେଖ ଟିକେ ଦୂର ପପୁ କଣ କହୁଛି ସମସ୍ତେ ଯିବେ ନା ରିକ୍ସ ନବ କିଏ ଏବେ ନାଇଁ କରୁଛନ୍ତି ବାହାରିଲା ମାନେ ଯିବେ ସମସ୍ତେ ଗ୍ୟାରେଣ୍ଟି ମୁଁ କାଇଁ ଯିବି ମୁଁ ତ ବି ଯିବି ସମସ୍ତେ ଯିବି ପ୍ରଶାସନ ସମସ୍ତେ ଯିବି ମୁଁ କଣ କହୁଛି ଆମେ ସାଇରେ ପୂଜା କରିବା ଗଲେ ଆମେ ସମସ୍ତେ ଭୋଗରାଗ ବାଣ୍ଟିକି ଆମେ ରାତିରେ ମହାପ୍ରଭୁ ବୁଝେଇଦେଲେ ଆମର କଣ ହଉଛି ଅସୁବିଧା ପ୍ରଶାସନ ନ କଲେ ଆମ ପଇସାଟା ଯୋଉ ବଳିବ ଯୋଉଟା ଆମେ ଭୋଜି ଭାତ କରି ଖାଇ ପିଇକି ମଦ ଖାଇ ଗଲେ ଆମେ କେମିତି ମଦ କହିବାର ଅଛି କାହିଁ ବଡ ହାତରେ ଯିବୁ କାହିଁ ଗଣ୍ଡଗୋଳ ହବ ଆମ ହାତରେ ଗଣ୍ଡଗୋଳ କରିବାକୁ ଢେରେ ପିଲା ଅଛନ୍ତି ମୁଁ ଚିହ୍ନି ଯାଇ ସମସ୍ତେ ମତେ ଆଉ ଚିହ୍ନିବାକୁ କିଏ ପଡିବି ତା ବଦଳରେ ଆମେ ପୂଜା ପାଇଁ ଆଉ କିଛି ଅନୁଷ୍ଠାନ ବଢେଇବା ସଂକୀର୍ତ୍ତନ ଗୋଟେ କରିବା ବାଦି ପାଲା ଗୋଟେ କରିବା ଯୋଉ ବାଦି ପାଲା ହବ ଢେର ଅଛି ମେନ କଥା ହେଲା ଆମ ପିଲାଙ୍କ ଆମ ତମ ରୋଜଗାର ଗାଡ଼ି ନାହିଁ ସମସ୍ତେ ହଁ କରିବା ଦେଇବେନି କିଛି ମୁଁ ଜାଣିଛି ମୁଁ ପୂଜା କରିଛି ମୁଁ 22 ବର୍ଷ ହେଲା ମୁଁ ପୂଜା କରି ଏଇଗୁରା ସବୁ ହଁ କରିଦେବେ ସାନୁ ମୁଁ କେତେ କଥା କହୁଛି ଆମରି ଏବେ କେତେ ଜଣ ପିଲା ଅଛନ୍ତି ମତେ ଗଣିକି ମାନଙ୍କୁ ପଇସା ମାଗିବ ତମେ ସେ ପାଠ ପଢିବେ ନା ତମକୁ ପଇସା ଦେବ ଯୋଉମାନେ ଆମେ ମାନେ 5 ଜଣ ଯୋଉ 5 ଜଣ ପୂଜା କରିବା ବୋଲି ନେଇଯାଉ ଆମେ ସେଇଟା ତାଙ୍କ ମାନଙ୍କୁ ଡିମାଣ୍ଡ କରିବା ନା ଆମେ ଯୋଉମାନେ ରୋଜଗାର କରୁଛେ ମାନେ 5 ପଇସା କି 10 ପଇସା ଅଧିକ ଦେଲେ ଆମର ଆମେ କଣ କରିବା ଆମେ ଚେଷ୍ଟା କରୁଛେ ଏଇଠି କେତେ ଜଣ ଅଛନ୍ତି ପ୍ରକୃତରେ ଆମେ ଏତିକି ପଇସା ଦେଇପାରିବା କିଏ କେତେ ପଇସା ଦବ କହିଲେ ଆମର ଅନୁମାନ ନ କଲେ ଏମିତି 200 ରଖିଛି ରଖିଛି ତ ମୁଁ ପଛରେ କହିବି ଆମର ଏମିତି କେହି କଣ ପ୍ରଶ୍ନ କଥା ପଛରେ ସମସ୍ତେ ମତେ କହୁଛନ୍ତି ମୁଁ ନାଁ ବି କହିଦଉଛି ବବ କହୁଛି ଶିପୁ କହୁଛି ମୁଁ ବି କହୁଛି ହେଲା କାହ୍ନା କହୁଛି ରବି କହୁଛି ହେଲା ମେଘା କହୁଛି ହାପି କହୁଛି ହେଲା ବାଦଲ କହୁଛି ଏମିତି ଏବେ ପ୍ରଶାସନ ପାଇଁ କହିଲେ ତ ନା ପ୍ରଶାସନ ପାଇଁ କେତେ ଜଣ ହାତ ଦେବ ମୁଁ ତ ପ୍ରଶାସନ ପାଇଁ କେତେ ଜଣ ରାଜି ଅଛ ତମ ଭିତରୁ ଯେତିକି ଜଣ ହାତ ଟେକିଲ ଏତିକି ଜଣ ଭିତରୁ ରିକ୍ସ ମୁଣ୍ଡିଆରୁ କିଏ ରାଜି ଅଛ ତମ ଗୋଡ ହାତ ମୋ ବୋଲରେ ଯିବ ନହେଲେ ତମ ବୋଲରେ ଯିବ ହେଲା ମତେ ଯେତେ ଚାନ୍ଦା ପକେଇବ ମୁଁ ଦେଇଦେବି ମୋର ଟେନସନ ନାହିଁ କିଛି କଣ ପାଇଁ କହୁଛି ପ୍ରଶାସନ କରି ସମ୍ଭାଳିବା ପରା ସାହିରେ ଭୋଜି ଗଲେ ପରା ମଦ ଖାଇ ବାଡି ହଉଛନ୍ତି ମୁଁ ସୁଜି ଖାଇକି ବୁଝିକି ଅଛି ବାପା ମତେ ତେମେ ଆଉ ସୁଜି ନାହିଁ ମୁଁ ଆମେ ତମକୁ ନେଇକି ଯିବୁନୁ ନା ମୁଁ ଆମେ କଥା ବୁଝିବୁ ଖାଇକି ଘର ପଳେଇ ନାଇଁ ଯଦି ପ୍ରଶାସନ କରିବା ସମସ୍ତେ ପ୍ରଶାସନ କରିବା
ଏଇଟା ଗୋଟେ କଥା କହିଲେ ସେଇଆ କହ। ଏଇ କହିବାକୁ ଗୋଟେ କଥା କହିବାକୁ ଦଉନ ତୁ ତାର ରୋଲ ବାଟ ସାଇଲେଣ୍ଟ ହବନି। ମୁଁ ମତ ଖାଇଦେଇଛି ମୁଁ ଯାଇକି ରୋଲ କରୁଛି ତେବେ ମତେ ଘରକୁ ବୁଝେଇକି ଆଣିବେ ମତେ ବାଡେଇବ ମୁଁ ବାଡେଇବି ଆମେ ସାଇକେଲ ବାଇକ୍ ଆଣିବା ମୁଁ କେମିତି ଘରେ ପ୍ରଶାସନ ଭାଲୁକୁ ଯଦି ଆମେ ପେଲିବା ପ୍ରଶାସନ ହବ ପୂଜା ପାଇଁ କେତେ କଲେକ୍ସନ ହବ ଆମ କଲେକ୍ସନ ତୁ 200 ଲେଖା କଲେକ୍ସନ କର ମୁଁ ଯଦି 2000 କରିବି ତାହେଲେ ମୁଁ ଷାଠିଏ ଗୁଡାକୁ ବନ ଶୁଣି ସାର କଥା ମୁଁ କହୁଛି। ପଇସା 1500 ଟଙ୍କା କଲେକ୍ସନ କରନ୍ତୁ ଯୋଉ ନର୍ମାଲି ଆମେ ଦେଖୁଛେ ଯଦି ଆମ ବର୍ଣ୍ଣବୃତ୍ତି ଯେତେବେଳେ ସମସ୍ତଙ୍କର 20 ଜଣଙ୍କର ସମାନ ହେଲା ତାହେଲେ ଆମେ ବଢେଇକି ଆଉ ବଢେଇବା ନମସ୍କାର